এই তো চন্দ্রাবতী আসুଛି ଏ ଦିଗକୁ। ଆଜି ତାକୁ ଲୁଚକାଳି ଖେଳରେ ଭୟଭୀତ କରିବି এই ବୃକ୍ଷ ଉହାଡ଼ରେ ରହି। ହଁ ହଁ, এই ବୃକ୍ଷ ଉହାଡ଼ରେ ରହି। देखुची सांब घरे समय गण बोली किसी नहीं। अरे बाबा तांका सहित दीपद कथा हाँवाई पिता माता शहे नाना कथा चली आसुची देखा करने हेले यांकर कौन चिंता अच्छी जमा समय गिन नहीं। आज से आसतु आज आसले सहित मुझे जमा कथा हेबिनी सेमती फेरी जी से पुर को। हाँ बाबा मुझे जमा कथा हेबिनी सहित। भगवान हेमती शब्द कि सोचे नहीं नहीं मत शीघ्र घर को फेरी जावाई पड़ो मत भारी भय लगुचे। हाँ शीघ्र मु घर को फेरी जी तुम्हें कहे कि तुम्हें पथा बंद कर मोर अपराध कौन? अपराध तू कर अपराध कर तोर आखि माने अपराध कर तोर देह अपराध कर तोर देहर बासना। हाँ तभी कौन कहो किसी मुझे मो पाखक चली नहीं हेलो कहूँ छाड़ी दियो मते हेलो छाड़ी दियो बाबू साहज तमिते डेरी रे आसीबी पुणी मते भय देखौचंती। अरे बाबा तबे को प्रकार मनीष जाओ चली जाओ तम सहित मोर किसी कथबार्ता नहीं। कथा हेनी तो ठीक अच्छे तुम्हें था मु जाऊँ आउ क्या भल पाइबी। अरे सुना मु देखुची मु तुमको कौन बुझापी चेष्टा करुची तमें जमा बुझी पारुना। कौन बुझीबी तुमको केते थर मना कले तुम्हें एका एका झरणा निकट को न आसवाई तुम्हें कौन मो कथा बुझुछ केमिति बुझीबी तमें भूली जाऊच जिते बड़े कृष्ण का वंशीस्वन शुणी राइन का मन चलचंचल होता ठीक सेमती तम कथा मन पड़ा क्षणी मो मन दोहली जाऊे चंद्र आग पछ किसी चिंता न करी तुम सहित देखा करने चली आसुची तुम्हारी पाखक। यहीटा कौन मोर भूल? मु ठीक सेमती तुम आखि तुम ओठ मते पागल कर मन हो तुमको नहीं उड़ी जाती से परी मिछ कथा मु भावुची तमें जहाँ कह बस खाली मो मन बुझापी चंद्र मु तो तुम प्रेम पूरा पागल ही सारी चंद्र तमें मत जमा भल पाऊन। चंद्र मु ठीक सेमती मुझे पागल हो जाइछि सती चंद्रा प्रेम हूँ समुद्र ढेउ परी से जेते थर माटी उपरे कचाड़ी होता है सांबा ताको सेतिकी आनंद लगु थाए ए जेमिति तुम पाई मु मो पाई तुम्हें पागल सांबा तेबे ताला अपेक्षा कहीं कर तुम्हें केबे आसे से पक्षीराज घोड़ा चढ़ी नहीं जीव से नील आकाश तल चंद्रा डेना छाड़ी आमे दुहे दुहे कर मन कथा कही ओडिबा मन आकाश तल। हाँ आस चंद्रा आमे उड़ी जीवा बे से नील परी आई जत
ମୋତେ ଭାରି ଭୟ ଲାଗୁଛି। ତୁମେ ତ ଜାଣିଛ ଏ ସମାଜ କଥା, କିଛି ନ ହୋଇଥିବା କଥାକୁ ଏତେ ବଢ଼ାଇ ଦିଅନ୍ତି ଯେ ଶେଷରେ ମଣିଷଟି ଅସ୍ତବ୍ୟସ୍ତ ହୋଇପଡ଼େ। ତମେ କୁହ, ଯେତେବେଳେ ସମାଜବାସୀ ପ୍ରତ୍ୟେକଟି ଲୋକ ଆଙ୍ଗୁଠି ଇଶାରା ଦେଖି ମୋତେ ବିଭିନ୍ନ କଥା କହିବେ, କେମିତି ସହିବି ମୁଁ? ଚନ୍ଦ୍ର, ମୁଁ ତ ଗ୍ରାମ ଦେବୀକୁ ସାକ୍ଷୀ ରଖି ତୁମକୁ ନିଜର କରି ସାରିଛି। ସାମ୍ବ, ତୁମ ମଥାରେ ସିନ୍ଦୁର, ହାତରେ ଶଙ୍ଖା ପିନ୍ଧେଇ ଦେବି। ଏତିକି ତ ଆମ ପାଇଁ ଯଥେଷ୍ଟ ହବ। ନାଇଁ ସାମ୍ବ, ଏତିକି ଆମ ପାଇଁ ଯଥେଷ୍ଟ ନୁହେଁ। ମାନେ? ତମେ ନିଜେ ଚିନ୍ତା କର, ନା ବ୍ରାହ୍ମଣ ଆମ ପାଇଁ ମନ୍ତ୍ର ପାଠ ପଢ଼େଇଛି, ନା ଗାଁ ଲୋକ ଭୋଜି ଭାତ ଖାଇଛନ୍ତି, ନା ସବାରି ନେଇ ଆସିଛ ତୁମେ ମୋ ଘରକୁ, ତୁମ ସହିତ ନେଇ ଯାଇଛ ତୁମରି ଘରକୁ। ତ ତମେ କୁହ, ଏ ସମାଜ ଲୋକ କେମିତି ବିଶ୍ୱାସ କରିବେ ଆମ ଏ ବିବାହରକୁ? ନିଶ୍ଚୟ କରିବେ। ବାଜା ବାଜିବ, ରୋଷଣୀ ଜଳିବ, ବାଣ ଫୁଟିବ। ବର ବେଶ ହୋଇ ନିଶ୍ଚୟ ତୁମ ଗାଁକୁ ମୁଁ ଆସିବି। ସାମ୍ବ, ଭୁଲ ହେଇଯିବ। ତମ ଭଲ ପାଇବାଟା ଭୁଲ ହେଇଯିବ। ମୁଁ ତମ ଭଲ ପାଇବା ବୁଝିଲି। 12 ହାତ ଖଣ୍ଡା ବୁଲିବ। ଆଉ ଦରକାର ପଡ଼ିଲେ ତମେ ରକ୍ତର ନଦୀରେ ସନ୍ତରଣ କରିବାକୁ ପଡ଼ିବ। କିଏ ତୁମେ? ତୁମ ପରିଚୟ? ତୁମେ କ'ଣ ଏ ହସ୍ତିନା ରାଜ୍ୟର? ପ୍ରତାରିତ ଜନତା। ଏ କୁମାର, ଏଠି ଭଲ ପାଇବାଟା ହଉଛି ଭୁଲ। ଏଠି ପ୍ରେମ କରିବାଟା ହଉଛି ଭୁଲ। ଏଠି ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରେମିକା ପ୍ରେମିକକୁ ପ୍ରତାରିତ କରି ଚାଲିଛି। ଶୁଣ, ବିଶ୍ୱାସ କରନି ଏ ନାରୀ ଜାତିକୁ। ହାରିଯିବ ତମେ, ହାରିଯିବ କୁମାର, ହାରି। ମାନେ ତୁମେ କ'ଣ କହିବାକୁ ଚାହୁଁଛ? କ'ଣ କହିବାକୁ ଚାହୁଁଛି ମାନେ, ଏଇ ଝିଅଟା ହଉଛି ଗୋଟାଏ ପାଗଳି। ଏ କୁମାର, ଏଇ ସୁନ୍ଦର ଭଁରକୁ ଦେଖିଲେ ଯେମିତି ଫୁଲଟା ଆକୃଷ୍ଟ ହେଇଥାଏ, ସେ ସୁନ୍ଦର ଭଁରକୁ ନିଚାର କରିବାକୁ ଚେଷ୍ଟା କରିଥାଏ। ଠିକ୍ ସେମିତି ଆଜିର ଏ ନାରୀ ଜାତି ଗୋଟାଏ ସୁନ୍ଦର ଫୁଲ, এই পুরুষ জাতি হচ্ছে গোটায় ভঁর। তেণু এই ফুলକୁ ଜମା ବିଶ୍ୱାସ କରି ଯାଅ 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 ତମ ବାଟରେ ତମେ ଚାଲି ଯାଅ। କ'ଣ କହିଲୁ? ମୁଁ ଗୋଟେ ପାଗଳି। ଶୁଣ, ପାଗଳାମି କାହାକୁ କୁହାଯାଏ ଆଜି ମୁଁ ତୋତେ ଶିଖେଇ ଦେବି, ମାଡ଼ ମାରି ବୁଝେଇ ଦେବି ପାଗଳାମି କ'ଣ। ବୃଥା ପାଗଳ। ଦେଖିଲୁ 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 ଏ ସର୍ବନାଶ୍ୟାଣୀକୁ। ଟିକିଏ କଥା ପାଇଁ ପିତୃତୁଲ୍ୟ ଗୁରୁଜନ ଉପରକୁ ହାତ ଉଠେଇବା ପାଇଁ ପଛ ଘୁଞ୍ଚା ଦଉ। ଏମିତି ଦିନେ ବିଶ୍ୱାସ କରିଥିଲେ ଏଇ ନାରୀ ଜାତିକୁ।
ହେଲେ ପାଇଲି କ'ଣ ତା ପ୍ରତି ବଦଳରେ ମୁଁ ପାଇଲି କ'ଣ ପ୍ରତାରଣା ପ୍ରତିହିଂସା ଘୃଣା ତେଣୁ ତେଣୁ ମୁଁ ଏ ହସ୍ତିନା ଗୋଟକରେ ପାଲଟି ଯାଇଛି ଗୋଟାଏ ଘୃଣିତ ମାନବ। ତାମାନେ ତୁମକୁ କେଉଁ ନାରୀ ପ୍ରତାରିତ କରି ଚାଲିଗଲା? ତମେ ସେ କଥା ବୁଝିପାରିବନି କୁମାର। ଏତିକି ଜାଣିଥାଉ ତମେ ସେଦିନ ମାୟାବୀ ସୁନାର ହରିଣୀ ଦେଖି ଯେମିତି ମାତା ସୀତା ବିମୋହିତ ହୋଇଯାଇଥିଲେ ଓ ତାରି ପ୍ରତି ବଦଳରେ ସେଇ ଲଙ୍କାର ରାବଣ ମାତା ସୀତାଙ୍କୁ ଚୋରେଇ ନେଇ ଯାଇଥିଲେ। ଅନେକ ଦୁଃଖ କଷ୍ଟ ପାଇଥିଲେ ମାତା ସୀତା। ଠିକ୍ ସେମିତି ଆଜିର ନାରୀମାନେ ହେଉଛନ୍ତି ଗୋଟାଏ ମାୟାର ସୁନାର ହରିଣୀ। ସାମ୍ବ ତମେ এই পাগল কথা বিশ্বাস করুছ? সেତେବେଳେ সে কোন কହି চলেছে তুমি তা কথা শুনুছ? তুমি ମୋ କଥା শুଣ। ଏବେ ମଧ୍ୟ ଦୁନିଆରେ ବଞ୍ଚି ରହିଛନ୍ତି ସୀତା, ସାବିତ୍ରୀ, ସଂଯୁକ୍ତା, ଗାୟତ୍ରୀ, ପଦ୍ମିନୀ ପରି ଜଣେ ମହାନ ନାରୀ। କ'ଣ ଦୁନିଆରେ ସବୁ ନାରୀ ସମାନ? ତମେ ମୋତେ କୁହ ସବୁ ନାରୀ କ'ଣ ସମାନ? ଅଛନ୍ତି ସୀତା ସାବିତ୍ରୀ ପରିବର୍ତ୍ତେ ଅଛନ୍ତି ସେ ମାୟାବିନୀ ନାରୀ କୈକେୟୀ ଆଉ ମନ୍ଥରା। ଚନ୍ଦ୍ରାବତୀ ଏ ପାଗଳ ବୃଦ୍ଧ ପାଇଁ ଆଜି ଆମ ହସ ଖୁସିର ମୁହୂର୍ତ୍ତଟା ଉଠେଇଗଲା। ତୁମେ ଯାଅ, କାଲି ଦେଖା ହବା। ଆସୁଛି তাতে মোঠার মতে তোঠার পারবে অলগা তার সাথে বন্ধা জীবন କ'ଣ ମନକୁ ଶାନ୍ତି ମିଳିଗଲା? କହ କିଏ ତୁ? କାହିଁକି ଆସି ତୁମ ସୁଖ ଶାନ୍ତିର ସମୟ କେମିତି ନଷ୍ଟ କରିଦେଲୁ? କହ କିଏ ତୁ? ଏ ରାଜକନ୍ୟା ଝଡ଼ ବାତ୍ୟା ରାତିରେ ଭିଜୁଥିବା ମଣିଷକୁ ତମେ ଭୟ ଦେଖାଉଛ? ପାରିବନି। ତମେ ତମ ବାଟରେ ଚାଲିଯାଅ, ମୁଁ ଚାଲି ଯାଉଛି ମୋ ବାଟ। ଶୁଣ, ଭୟ କରିବା ପାଇଁ ତୁ ବାଧ୍ୟ। ତୁ ଭୁଲି ଯାଉଛୁ କାହା ସାମ୍ନାରେ ତୁ କଥା କହୁଛୁ? ମୁଁ ହେଉଛି ମହାମାରୀ ଦୁର୍ଯ୍ୟୋଧନଙ୍କ କନ୍ୟା, ନାମ ହେଉଛି ମୋ ଚନ୍ଦ୍ରାବତୀ। ଇଚ୍ଛା କଲେ ତୋତେ ଗଳା ଧକ୍କା ଦେଇ ବାହାର କରିବେ ସ୍ଥାନରୁ। ତୁ ପୁଣି ମୋତେ ନାଲି ଆଖି ଦେଖେଇବୁ? ତୁ ମୋତେ କହିବୁ ବଡ଼ କଥା? ଯଦି ଜୀବନରେ ତୋର ଭରସା ଅଛି ଚାଲିଯା ହିଚ୍ଛାଣି ସେଇଠି ଠିଆ ହ। ଯିବୁ ତ ନିଶ୍ଚୟ, କିନ୍ତୁ ଯିବା ପୂର୍ବରୁ ସତ କଥା କହିଯା। ତୋର ମୋ ପିତାଙ୍କ ସହିତ ଶତ୍ରୁତା କ'ଣ? এই ପ୍ରାସାଦ ସହିତ ତୋର ପରିଚୟ କ'ଣ? କହ କିଏ ତୁ? ଜାଣିବାକୁ ଚାହୁଁଛ ମୋ ପରିଚୟ? ତାହେଲେ ଶୁଣ, ମୁଁ ହେଉଛି ଏ ହସ୍ତିନା କଟକର ପୂର୍ବତନ ମହାମନ୍ତ୍ରୀ ପ୍ରତାରିତ ପିତୃ। তুমি পুଣି ଏଠି ଏ ବେଶରେ କ'ଣ? ଏସବୁ ହେଉଛି ମୋ ଭାଗ୍ୟର ଦୋଷ। ହେଲେ ମା, ତୋତେ ଗୋଟେ କଥା ପଚାରିବି।
କରିବାକୁ ଚାହୁଁଛି ପଚାରନ୍ତୁ ଜେଜେ ତୁମେ ଯାହା କହିବ ମୁଁ ସବୁ ସତ ସତ କହିବି ମା ସତରେ ସତରେ ସେ କୃଷ୍ଣ ପୁତ୍ର ଶ୍ୟାମକୁ କ'ଣ ଭଲ ପାଉଛୁ ନିଜ ଜୀବନଠୁ ଅଧିକ ମା ପିତା ମାତାଙ୍କ ସମ୍ପର୍କଠୁ ଏ ମାଏ ତୁ ଭଲ ଭାବେ ଜାଣିଛୁ ତୋ ଭଲ ପାଇବା ବିଷୟରେ ତୋ ପିତା ମାତା ଜାଣିଛୁ ୟା ପରେ ବି ଏମିତି ସାହସ କାହିଁକି କରୁଛୁ ରେ ମା କାହିଁକି କରୁ ଜାଣିଛେ ଜେଜେ ଜାଣିଛେ ମୁଁ ସେଥିପାଇଁ ତ ଏ ପିତା ମାତାଙ୍କଠୁ ଲୁଚି ଚାଲି ଆସୁଛି ମାତାଙ୍କୁ ଦେଖିବା ପାଇଁ ତମେ କୁହ ଯେତେବେଳେ ଗୋଟେ ନାରୀ ତାର ସର୍ବସ୍ୱ ଗୋଟେ ପୁରୁଷ ପାଦ ତଳେ ସମର୍ପଣ କରିସାରିଥାଏ ସେତେବେଳେ ସେ ନାରୀଟି କେମିତି ଭୁଲିବ ସେ ପୁରୁଷ ସତ କହୁଛି ଯଦି କୌଣସି ପରିସ୍ଥିତିରେ ପଡ଼େ ଶାମ୍ବଙ୍କଠୁ ମୋତେ ଦୂରେଇ ଯିବା ପାଇଁ ପଡ଼େ ମୁଁ ସତ କହୁଛି ସେଇଦିନ ଏ ଚନ୍ଦ୍ରାବତୀର ହେବ ଶେଷ ଦିନ ବଞ୍ଚିବା ଅପେକ୍ଷା ମୁଁ ଆତ୍ମହତ୍ୟା କରିବାକୁ ବେଶୀ ପସନ୍ଦ କରେ ଆତ୍ମହତ୍ୟା କରିବା ଆବଶ୍ୟକତା ନାହିଁ ରେ ମା ଜେଜେ ମୁଁ କଥା ଦଉଛି ତୋ ଭଲ ପାଇବା ନିଶ୍ଚୟ ସଫଳ ହବ ତୋ ଭଲ ପାଇବାର ଲକ୍ଷ୍ୟ ସ୍ଥଳରେ ତୁ ନିଶ୍ଚୟ ପହଞ୍ଚେ ତୁଣି ଜେଜେ ସୁନ୍ଦର ଫୁଲ ହଁ ସୁନ୍ଦର ଫୁଲ କଥା କ'ଣ ଜାଣିବୁ କ'ଣ ଜେଜେ ସୁନ୍ଦର ଫୁଲକୁ ଦେଖିଲେ ଭଅଁରଟା ଆପେ ଆପେ ଆସି ମଧୁ ଚୁମ୍ବନ କରି ନାଚି ଯାଉଛି କି ନାତୁଣୀ ଠିକ୍ ସେମିତି ମୋ ନାତୁଣୀ ସାଜିବ ଗୋଟାଏ ସୁନ୍ଦର ଫୁଲ ଜେଜେ ଆଉ ସେ ସୁନ୍ଦର ଫୁଲକୁ ସମ୍ବରୂପକ ଏକ ଭଅଁର ଆସି ମଧୁ ଚୁମେଇବ ତାପରେ ମୋ ନାତୁଣୀର ପ୍ରେମ ସଫଳ ହବ ମାଡ଼ି ଚାଲ ନାତୁଣୀ ତ ଭଲ ପାଇବାର ମାଡ଼ି ଚାଲ କାହିଁକି ନା ତୋ ପଛେ ପଛେ ତୋ ଚେଚେ ଭିତର ଅଛି ତୋ ପିତା ମାତା ତୋର କିଛି କ୍ଷତି କରିପାରିବେନି ସବୁଥିପାଇଁ କେବଳ ତୋ ଜେଜେ ଯାଇରେ ମା ଜେଜେ କେବେ ନା କେବେ ମୋତେ ଲାଭ ଥିଲା ସତରେ କ'ଣ ପିତା ମାତାଙ୍କ ପାଇଁ ମୋ ଶାମ୍ବଙ୍କଠୁ ଦୂରେଇ ଯିବି କିନ୍ତୁ ତମ କଥା ଶୁଣି ସାରିଲା ପରେ ମୁଁ ଏବେ ଭାବୁଛି ଏ ଦୁନିଆରେ ଏମିତି କୌଣସି ପରିସ୍ଥିତି ଆସିବ ନାହିଁ ଯେ ମୋଠୁ ମୋ ଶାମ୍ବକୁ ଦୂରେଇ ଦେବ ଜେଜେ ତମେ ଏମିତି ଆସି ମୋ ଶାମ୍ବକୁ ଭୟଭୀତ କରିଦେଲ ବିଚରା କିଛି ନ କହିପାରି ମୌନ ହୋଇ ଚାଲିଗଲେ ବେଶୀ ଦୂର ଯାଇନଥିବେ ତୁମେ ଏଇଠି ମୋତେ ଅପେକ୍ଷା କର ଏଇ ସାଙ୍ଗେ ସାଙ୍ଗେ ଯିବି ଦ୍ୱିପଦ କଥା ହେଇ ଚାଲି ଜେଜେ ମୁଁ ଆସୁଛି ମୋ ଅପମାନ ପ୍ରତିଶୋଧ ନେବା ପାଇଁ ମୋତେ ଆଜି ଆଉଥରେ ଆଉ ଗୋଟାଏ ସୁବର୍ଣ୍ଣ ସୁଯୋଗ ମିଳିଗଲା ତୋ ଝିଅ ଚନ୍ଦ୍ରାବତୀକୁ ମୁଁ ଘାସ ତଳର ସାପ ସଜେଇ ତୋତେ ଚୋଟ ପରେ ଚୋଟ ମାରିବି ଆଉ ତାପରେ ଚିନ୍ତା କରିବୁ ମୋତେ ମନ୍ତ୍ରୀ ପଦରୁ ବହିଷ୍କାର କରି ମାମୁଁ ଶକୁନିକୁ ମନ୍ତ୍ରୀ ପଦ ଦେବାର ପରିଣାମଟା କର ତାପରେ କାନ୍ଦିବୁରେ ମାନେ ଦୁର୍ଯ୍ୟୋଧନ তোরি হস্তিনা কটক হব চারখা ও সেপাই কেবল তাই হেবি শেষে কিছু উপায় ন পাই আখিরু লুহ গড়াইবু লুহ কান্দি কান্দি ডাকিবু মো কলা কন্যাকে চিৎকার করি কহিবু কেতে
କାନ୍ଦିବି ହେ କଳା କନ୍ୟା